ଆପଣ ଦେଖିପାରୁଥିବେ ଯୋଉ ପ୍ରକାର ଏଠି ସାମଗ୍ରୀ ତାଙ୍କର ମିକ୍ସଚର ଯେତେବେଳେ ତିଆରି କରୁଛନ୍ତି ତାଙ୍କ ର ମେଟେରିଆଲ ସେଠି ଥାକିଥାନ୍ତି। ତ ଏଇ ଯୋଉ ର ମେଟେରିଆଲ ସେ ଦେଖୁଥିବେ ଏଇ ସିଧାସଳଖ ଏଇଥିପାଇଁ କାହିଁକି କହୁଛୁ ଯୋଉ ବେସନ ଯୋଉ ମଇଦା ସବୁ ରହିଛି ବେସନରେ ଦେଖନ୍ତୁ ଡଷ୍ଟ କେମିତି ରହିଛି। ଏଇଠି ସିଧାସଳଖ ଦେଖୁଥିବେ ଡଷ୍ଟରେ ଛୋଟ ଛୋଟ କଳା କଳା ଯୋଉ ଟାଇପର ମାନେ ଯୋଉଟାରେ କୋଇଲାରେ ଏଠି ରୋଷେଇ କରିଥାନ୍ତି ସେଇ କଳା ଧୂଆଁ ହିଁ ଏଠି ପଡିଛି। ପ୍ରତ୍ୟେକ ଦିନ ଏଇ ଆଇଟମ ଯେତେବେଳେ ମିକ୍ସଚର ତିଆରି କରି 50-60 କିଲୋ ମିକ୍ସଚର ତିଆରି ହେଇକି ମାର୍କେଟକୁ ସପ୍ଲାଏ କରାଯାଏ ତ ତା ଫଳରେ ଯୋଉଟା କି ଲୋକମାନେ ଖାଆନ୍ତି ସେଇ ଖାଇବା ଦ୍ୱାରା ହିଁ ଲୋକଙ୍କର ଦେହ ଖରାପ ହଉଛି। ତ ଆପଣ ଭଲ ଭାବରେ ଦେଖୁଥିବେ ଏବେ ଫୁଡ ଡିପାର୍ଟମେଣ୍ଟର ଯୋଉ ମ୍ୟାଡାମ ଅଛନ୍ତି ଅଧିକାରୀ ଯିଏ ଅଛନ୍ତି ସେ ଆସିଥିଲେ ଆଜି ଫୁଡ ଡିପାର୍ଟମେଣ୍ଟର ଯୋଉ ପ୍ରକାର ଅପରିଷ୍କାର ଦେଖିବାକୁ ପାଇଲେ ସେଥିପାଇଁ ସେମାନେ ଜାଣୁଛନ୍ତି ତାଙ୍କର ଫୁଡ ଲାଇସେନ୍ସ ନାହିଁ ବୋଲି ସେ ନିଜେ ବି ସ୍ୱୀକାର କରୁଛନ୍ତି। ତ ଏବେ ତାଙ୍କ ସାଙ୍ଗରେ କଥା ହବା ସେ କହିବେ ଆଜ୍ଞା ଆପଣ ଯୋଉ ଏଠି କେତେ ଦିନ ହେଲା ବେପାର କରୁଛନ୍ତି? 4-5 ବର୍ଷ ହେଇଗଲା। ଆପଣଙ୍କ ଫୁଡ ଲାଇସେନ୍ସ ଅଛି? ଫୁଲ ଲାଇସେନ୍ସ ହେଇଥିଲା ଯୋଉ କୋଭିଡ ଯୋଗୁ ବେପାର ତ ବନ୍ଦ ବାନ୍ଦ କରିଦେଲି। ମୁଁ ତ 8-10 ପିଲା ନେଇକି ଆଜ୍ଞା କର ତ ଆପଣ ତ ମାର୍କେଟ ପାଇଁ ଖଟୁଥିଲି କହିଲି ନିଜ ଗୋଡରେ ନିଜେ ଖଟିକି ସମସ୍ତେ ଖାଉଛନ୍ତି ମୁଁ ସେଇଥିପାଇଁ ନିଜେ କାମଟା ଶିଖିଥିଲି ସେଇ ଯୋଗୁ କରିକି ଆପଣ ତ ଜାଣିଥିବେ ଯେ ଫୁଲ ଲାଇସେନ୍ସ ଆଜ୍ଞା ମୁଁ ଫୁଲ ଲାଇସେନ୍ସ କରିଛି। କୋଭିଡ ହେଇଗଲା ବେପାର ତ ପୁରା ବନ୍ଦ ହେଇଯାଇଥିଲା ସେଇଥିପାଇଁ ଆଉ ରେନୁ କରିନଥିଲି। ନାଇଁ ଏବେ ତ ଆପଣ ଜାଣିଲେ ଫୁଲ ଲାଇସେନ୍ସ ଆପଣ କରିବା ନିହାତି ଦରକାର ବୋଲି ମ୍ୟାଡାମ। ତ ଯେହେତୁ ଆପଣ ଦେଖୁଥିଲେ ସେ ନିଜେ ସ୍ୱୀକାର କରୁଛନ୍ତି ଯେ ଫୁଲ ଲାଇସେନ୍ସ ତାଙ୍କର ନାହିଁ ବୋଲି। ତ ଏଇଠି ଆପଣ ଦେଖୁଥିବେ ଏଇଠି ଯୋଉ ତେଲ ଥିଲା ସେ ତେଲ ଯେହେତୁ ତାଙ୍କର ନିଜେ ଜାଣିଲେ ସେ ଫୁଲଟା ତେଲ ଢାଳି ଦେଇଛନ୍ତି ବୋଲି ମ୍ୟାଡାମ ଏ ବିଷୟରେ ମ୍ୟାଡାମ ଆସିଛନ୍ତି ମ୍ୟାଡାମଙ୍କ ସାଙ୍ଗରେ ସିଧା କଥା ହବା ସେ କଣ କହିବେ କଣ ସେଠି ଆଜି ଦେଖିଲେ। ମ୍ୟାଡାମ ଏଠି ଆପଣ ଆସିଥିଲେ କଣ ଦେଖିଲେ କଣ ଦେଖିଲେ ତ ଏଇ ଯୋଉ ବାବୁ ଅଛନ୍ତି ସରସ କଣ ସ୍ୱାଗତିକା ମିକ୍ସଚର ତାଙ୍କର ସେତେ ପୁରା ଅନହାଇଜେନିକ ଅଛି ଆଜ ପର ସିଡ୍ୟୁଲ 4। ତାଙ୍କୁ ମୁଁ ବହୁତ କିଛି କହିଛି ଯୋଉ ପୋଡା ତେଲରେ ସେ ଛାଣୁଥିଲେ ଭଲ ତେଲରେ ମାନେ ପୋଡା ତେଲରେ ଭଲ ତେଲକୁ ମିଶେଇକି ସେ ପୋଡା ତେଲ ସେ କରିଦଉଥିଲେ ତାକୁ ସେ ଫୋପାଡ଼ିଛନ୍ତି। ଆଉ ଏଇ ସବୁ ମଇଦା ଫଇଦା ଯୋଉ ଖୋଲା ରଖୁଛନ୍ତି ତାକୁ ସେ କଭର କରିବେ। ଆଉ ଯୋଉ ପ୍ରପରଲି ଯୋଉଠି ରୋଷେଇ ହଉଛି ସେଇଟାକୁ ସେ ପ୍ରପରଲି କଭର କରିକି ନେଟ୍ ଲଗେଇବେ ପ୍ରପରଲି ସେ ସାଇଡ ସବୁ କଭର କରିବେ ଆଉ ଯୋଉଥିରେ ବି ଖାଦ୍ୟ ରଖିବେ ସେଥିରେ ସଫା ଜାଗା କଣ୍ଟେନରଟା ସଫା ହେଇଥିବା ଦରକାର ସେ ସବୁ ମେଣ୍ଟେନ କରିବେ କହିଛନ୍ତି। ତା ଯୋଗୁ ସେ ଫାଇନ ମଧ୍ୟ ଭରିଛନ୍ତି। କେତେ ଟଙ୍କା ମ୍ୟାଡାମ ଫାଇନ ଭରିଲେ? 4500 ଫାଇନ ଭରିଲେ। ତ ଯାହା ଶୁଣୁଥିଲେ ମ୍ୟାଡାମଙ୍କ କହିବା କଥା ତାଙ୍କର ନିଜର ପରିଷ୍କାର ପରିଚ୍ଛନ୍ନ ନ କରିବା ଥିବାରୁ ବା ଫୁଡ ଲାଇସେନ୍ସ ତାଙ୍କର ଯେହେତୁ ନଥିବାରୁ ଆଜି ତାଙ୍କୁ ଫୁଡ ଡିପାର୍ଟମେଣ୍ଟ ତରଫରୁ 4500 ଟଙ୍କା ଜୋରିମାନା ଦେବାକୁ ପଡିଲା। ଇଏ ହଉଛି ସେଇ ଦୃଶ୍ୟ ଯୋଉ ଦୃଶ୍ୟରେ ପ୍ରତ୍ୟେକ ଦିନ ଯୋଉ 60-70 କିଲୋ ମିକ୍ସଚର ଏଠି ପ୍ୟାକିଂ ହୁଏ ଇଏ ହଉଛି ସେଇ ମାନେ ପରିବେଶ ଯୋଉ ପରିବେଶରେ ହିଁ ଏଠି ମିକ୍ସଚର ଗୋଳା ହୁଏ ମିକ୍ସିଂ କରାଯାଏ। ଆଉ ମୁଁ ଆପଣ କ୍ୟାମେରାମ୍ୟାନକୁ କହିବି ଯୋଉ ପ୍ରକାର ପରିବେଶରେ ମିକ୍ସଚର ପ୍ରତ୍ୟେକ ଦିନ ତିଆରି ହୁଏ ସେ ହଉଛି ଏଇ ଖଣ୍ଡାଶାଳ ଯୋଉ ଖଣ୍ଡାଶାଳରେ ପ୍ରତ୍ୟେକ ଦିନ ମିକ୍ସଚର ତିଆରି ହୁଏ। ଆମ ଓଡିଆ ଲୋକଙ୍କର ପ୍ରତ୍ୟେକ ଦିନ ହଉଛି ମିକ୍ସଚର ଗୋଟେ ଏଭଳିଆ ସ୍ୱାଦପୂର୍ଣ୍ଣ ଜିନିଷ ପ୍ରତ୍ୟେକ ଦିନ ଲୋକମାନେ କିଛି ନା କିଛି ମିକ୍ସଚର ଖାଇଥାନ୍ତି। ତ ଏଇଭଳିଆ ପରିବେଶରେ ଯଦି ପ୍ରକୃତରେ ମିକ୍ସଚରଟା ତିଆରି ହେଇଥାଏ ତ ଏଇ ପ୍ରକାର ପରିବେଶ ଯଦି ମିକ୍ସଚରକୁ ଲୋକ ସବୁଦିନ ଖାଇଥାନ୍ତି ତାହେଲେ ନିଶ୍ଚୟତଃ ଇଏ ହଉଛି ଅସୁବିଧାରେ ଦେହ ଖରାପ ହବାର ସମ୍ମୁଖୀନ ବି ଆସିଥାଏ। କାହିଁକି ନା ଏବେ ପ୍ରତ୍ୟେକ ଦିନ ଅନୁଗୁଳ ହସ୍ପିଟାଲରେ ଯେତେବେଳେ ବିଭିନ୍ନ ସମୟରେ ଗ୍ୟାଷ୍ଟ୍ରିକ୍ର ପ୍ରୋବ୍ଲେମ ରହୁଛି ତାପରେ ଲୋକଙ୍କର ଗ୍ୟାଷ୍ଟ୍ରିକ୍ ରୋଗରୁ ଅଲଗା ବିଭିନ୍ନ ପ୍ରକାର ରୋଗ ହଉଛି ଇଏ ହଉଛି ସେଇ ତେଲ ଯୋଉ ତେଲରେ ପ୍ରତ୍ୟେକ ଦିନ ଯିଏ ବ୍ୟବସାୟୀ ଏଠି ତେଲ ଛାଣିକିରି ରୋଷେଇ କରିଥାନ୍ତି ତାପରେ ତା ସାଙ୍ଗରେ ପୁରୁଣାର ଯୋଉ ତେଲ ଥାନ୍ତି ସେଇ ତେଲକୁ ବି ୟୁଜ କରିଥାନ୍ତି। ତ ସେ ଯାହା କହୁଥିଲେ ନେକ୍ସଟ ଟାଇମ ଏମିତି ହବନି। ଆମେ ଯାହା କହିବା କଥା ହଉଛି ଫୁଡ ଡିପାର୍ଟମେଣ୍ଟ ତରଫରୁ ଜିଲ୍ଲା ପ୍ରଶାସନ ତରଫରୁ ଫୁଡ ଡିପାର୍ଟମେଣ୍ଟକୁ ସେତିକି ନିର୍ଦ୍ଦେଶ ଦେଇଥାନ୍ତୁ କାହିଁକି ନା ଅନୁଗୁଳ ଜିଲ୍ଲାରେ ମିକ୍ସଚର ଫ୍ୟାକ୍ଟ୍ରିର ଯୋଉ ପ୍ରକାର ଅଧିକରୁ ଅଧିକ ଖୋଲୁଛି ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହବା ଦରକାର। ଆଉ ସେମାନଙ୍କର ଫୁଡ ଲାଇସେନ୍ସ ଅଛି କି ନାହିଁ ତାକୁ ବି ମାନେ ଚେକିଂ କରିବା ଦରକାର। ତ ଏହା ହେଲେ ଅନୁଗୁଳ ଜିଲ୍ଲାବାସୀ ମାନଙ୍କର ସମସ୍ତଙ୍କର ଦେହ ଯୋଉ ମିକ୍ସଚର ଖାଇବା ଦ୍ୱାରା ଦେହ ଖରାପ ହଉଛି ସେହା ସୁରକ୍ଷିତ ରହିବ। ଅନୁଗୁଳରୁ ଉମାକାନ୍ତ ସାହୁଙ୍କ ରିପୋର୍ଟ, ଫୋକସ ପ୍ଲସ୍।